ନମସ୍କାର ବନ୍ଧୁମାନେ ଆଜି ଆମେ ଜାଣିବା କିଛି ଏକ ନୂଆ ବିଷୟବସ୍ତୁ ବିଷୟରେ। ଦିନେ ନା ଦିନେ ସମସ୍ତଙ୍କୁ ମୃତ୍ୟୁବରଣ କରିଥାନ୍ତି, କିନ୍ତୁ ମୃତ୍ୟୁବରଣ କରିଲା ପରେ ମୃତ୍ୟୁ ବ୍ୟକ୍ତିର ଆତ୍ମା ସହ କ'ଣ ହୁଏ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ତା ପୂର୍ବରୁ ଆପଣମାନେ ବି ଈଶ୍ୱରକୁ ଯଦି ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଜୀବନରେ ଆମେ ଆମର ସମ୍ପର୍କ ସହିତ ସର୍ବାଧିକ ଜଡ଼ିତ ହୋଇଥାଉ। ମା, ବାପା, ପିଲା, ଜୀବନସାଥୀ ଏବଂ ବନ୍ଧୁ ଏଗୁଡ଼ିକ ଆମର ହୃଦୟର ମୂଳଦୁଆ ଗଠନ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯେଉଁ ଦିନେ ଆମେ ଏହି ଶରୀର ଛାଡ଼ିବୁ, ଆମର ଆତ୍ମା କାହାକୁ ଖୋଜିବ? ଏହା ପ୍ରଥମେ କାହାକୁ ଡାକିବ? ଏହା ଆମର ମା, ପିଲା କିମ୍ବା ଜୀବନସାଥୀ ହେବ, ନା ଏହା ଆମର ହୃଦୟର ଅତି ନିକଟତର ଅନ୍ୟ ଏକ ସମ୍ପର୍କ ହେବ? ଏହି ପ୍ରଶ୍ନ ଏତେ ଗଭୀର ଯେ ଅନେକ ଲୋକ ଏହାର ଉତ୍ତର ଖୋଜିବା ପାଇଁ ନିଜର ସମଗ୍ର ଜୀବନ ଆଧ୍ୟାତ୍ମିକତାର ବୁଡ଼ି ବିତାଇ ଦିଅନ୍ତି। ତଥାପି ଭଗବାନ ଶ୍ରୀକୃଷ୍ଣ ଏକ ଅତି ସରଳ ଏବଂ ଆତ୍ମା ଆକର୍ଷଣୀୟକାରୀ କାହାଣୀରେ ଏହାର ଉତ୍ତର ବ୍ୟାଖ୍ୟା କରିଥିଲେ। ଥରେ ଦ୍ୱାରକାର ଶାନ୍ତ ପରିବେଶରେ ବସି ଗରୁଡ଼ ଶ୍ରୀକୃଷ୍ଣଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ତାଙ୍କର ପ୍ରଶ୍ନ କେବଳ ଏକ କୌତୂହଳ ନୁହେଁ, ବରଂ ପ୍ରତ୍ୟେକ ମାନବ ହୃଦୟକୁ ଥିବା ଲୁକାୟିତ ଭୟ, ଆସକ୍ତି ଏବଂ ଭ୍ରାମ୍ୟର ପ୍ରତିଫଳନ ଥିଲା। ଭଗବାନ ଶ୍ରୀକୃଷ୍ଣ ହସିକି କହିଲେ ଯେ ଏହି ପ୍ରଶ୍ନ କେବଳ ଏକ ପ୍ରଶ୍ନ ନୁହେଁ, ବରଂ ଜ୍ଞାନ, ଯାହା ମାନବ ଜୀବନର ଗତି ପରିବର୍ତ୍ତନ କରିପାରିବ। ମୃତ୍ୟୁ ପରେ ଯାତ୍ରା କିପରି, ଆତ୍ମା କିପରି ଅନୁଭବ କରେ, ଏହା କାହାକୁ ଡାକିଥାଏ ଏବଂ କର୍ମ, ଆସକ୍ତି ଏବଂ ପ୍ରେମ କିପରି ତାଙ୍କର ପଥ ନିର୍ଣ୍ଣୟ କରନ୍ତି, ଏହା 6ଟି କର୍ମରେ ବୁଝାଇଛନ୍ତି। ତାହେଲେ ଆସନ୍ତୁ ଜାଣିବା କ'ଣ ସେହି ବିଷୟବସ୍ତୁ। ନମ୍ବର 1, ଶ୍ରୀକୃଷ୍ଣଙ୍କୁ ଗରୁଡ଼ କହିଥିଲେ ଯେ ଆତ୍ମା ସମ୍ପର୍କ ଦ୍ୱାରା ନୁହେଁ, ବରଂ ଭଗବାନ ଗଭୀରତା ଦ୍ୱାରା ଜଡ଼ିତ। ପୃଥିବୀ ଛାଡ଼ିବା ପରେ ଆତ୍ମା ପ୍ରଥମେ ସେହି ବ୍ୟକ୍ତିକୁ ଖୋଜେ ଯାହାଙ୍କ ପ୍ରତି ଏହାର ସର୍ବାଧିକ ପ୍ରେମ, ସ୍ନେହ କିମ୍ବା ଅପୂର୍ଣ୍ଣ ସମ୍ପର୍କ ଥିଲା। ଯଦି ମା ପ୍ରତି ଗଭୀର ସ୍ନେହ ଥାଏ, ତେବେ ଆତ୍ମା ପ୍ରଥମେ ତାଙ୍କୁ ଡାକିବ। ଯଦି ଜୀବନସାଥୀଙ୍କ ପାଇଁ ହୃଦୟରେ ଅନେକ ଆବ୍ୟକ୍ତ ଥାଏ, ତେବେ ଆତ୍ମା ସେମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବ। ଯଦି ପିଲାମାନଙ୍କ ପ୍ରତି ଚିନ୍ତା ଅପୂର୍ଣ୍ଣ ରହିଥାଏ, ତେବେ ଆତ୍ମା ସେଠାରେ ରହିବ ଯେ ପର୍ଯ୍ୟନ୍ତ ଏହାକୁ ଏକ ହୃଦୟସ୍ପର୍ଶୀ ବିଦାୟ ନ ମିଳେ। ନମ୍ବର 2, ଶରୀର ମରିବା ମାତ୍ରେ ଆତ୍ମା ଏକ ଝଟକାରେ ବାହାରକୁ ଆସିଥାଏ। ଏହା ବୁଝିପାରେ ନାହିଁ କି କ'ଣ ହୋଇଛି। ଆତ୍ମା ନିଜ ଶରୀରକୁ ଦେଖେ, ଲୋକମାନଙ୍କୁ କାନ୍ଦୁଥିବାର ଦେଖେ। ଆତ୍ମା କୁହେ, ମୁଁ ଏଠାରେ ଅଛି, ମୋ କଥା ଶୁଣ। କିନ୍ତୁ କେହି ଶୁଣିପାରନ୍ତି ନାହିଁ। ପ୍ରଥମ କିଛି ମିନିଟ୍ ଆତ୍ମା ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ, କାରଣ ଭାବନା ଜୀବିତ ଅଛି, କିନ୍ତୁ ଶରୀର ଜୀବିତ ନାହିଁ। ଏହା ତା'ର ପ୍ରିୟଜନଙ୍କ ଚାରିପାଖରେ ଘୂରି ବୁଲେ ଏବଂ ବାରମ୍ବାର କୁହେ, ମୋତେ ଛାଡ଼ିଯାଅ ନାହିଁ, ମୁଁ ବି ତୁମ ସହିତ ଅଛି। ନମ୍ବର 3, ଯଦି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ଭଲ ହୋଇଥାଏ, ତେବେ ଦିବ୍ୟ ଶକ୍ତି ତାକୁ ସଠିକ୍ ପଥରେ ଆଗମନ କରିବାକୁ ଆସେ। କିନ୍ତୁ ଯଦି ସେମାନଙ୍କର ଜୀବନ ପାପ, ଛଳ, ଲୋଭ ଏବଂ ଭୁଲରେ ପରିପୂର୍ଣ୍ଣ ହୋଇ ରହିଥାଏ, ତେବେ ଆତ୍ମା ଭୟ ଏବଂ ଅସ୍ୱସ୍ତି ଅନୁଭବ କରେ। ଯମଦୂତ ଭଳି ରୂପ ସେମାନଙ୍କୁ ପରବର୍ତ୍ତୀ କ୍ଷେତ୍ରରେ ନେଇଯିବା ପରି ମନେ ହୁଏ, ଯେଉଁଠାରେ ସେମାନେ ସେମାନଙ୍କର କର୍ମଫଳ ପାଇଥାନ୍ତି। ନମ୍ବର 4, ମୃତ୍ୟୁ ପୂର୍ବରୁ ଅନେକ ଲକ୍ଷଣ ଦେଖାଯାଏ। ଏଥିରେ ଶରୀର ଶୀତଳତା ଅନୁଭବ, ନିଶ୍ୱାସ ନେବାର ଗତି ପରିବର୍ତ୍ତନ,
ଆଖିରେ ଏକ ଝଲକ, ପୁରୁଣା ପ୍ରିୟଜନଙ୍କ ସ୍ୱପ୍ନ କିମ୍ବା କୌଣସି ଅଦୃଶ୍ୟ ଶକ୍ତିର ସ୍ପର୍ଶ ଅନୁଭୂତି। ଅନେକ ଲୋକ କୁହନ୍ତି ଯେ ଶେଷ ମୁହୂର୍ତ୍ତରେ ମୁହଁରେ ଏକ ଅନ୍ୟାନ୍ୟ ଶକ୍ତି ଆସେ। ଏହା ସୂଚାଇ ଦିଏ ଯେ ଆତ୍ମା ତାର ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ନମ୍ବର 5ରେ ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ପ୍ରଥମ 3 ଦିନ ପର୍ଯ୍ୟନ୍ତ ଆତ୍ମା ଘର ପାଖରେ ରହିଥାଏ। ତାର ଶରୀର ଏବଂ ପରିସ୍ଥିତିକୁ ବୁଝାଇବାକୁ ଚେଷ୍ଟା କରିଥାଏ। ସପ୍ତମ ଦିନ ପରେ ଏହା ଆଗକୁ ବଢ଼ିବା ପାଇଁ ଏକ ସଂକେତ ପାଏ। 13 ଦିନ ସୁଦ୍ଧା ଆତ୍ମାର ପରବର୍ତ୍ତୀ ପଥ ନିର୍ଣ୍ଣୟ କରାଯାଏ। ଯଦି ପରିବାରର ସଦସ୍ୟମାନେ ଭକ୍ତି କରନ୍ତି, ପ୍ରଭୁଙ୍କ ନାମ ଜପ କରନ୍ତି, ଦାନ କରନ୍ତି, ତେବେ ପ୍ରାର୍ଥନା କରନ୍ତି, ତେବେ ଆତ୍ମାର ଉନ୍ନତି ସହଜ ହୋଇଥାଏ। କିନ୍ତୁ ଯଦି ଘରେ ଅତ୍ୟଧିକ କାନ୍ଦଣା, ଚିତ୍କାର କିମ୍ବା ଆସକ୍ତି ଥାଏ, ତେବେ ଆତ୍ମା ପୁରା ଫସି ରହିଯାଏ। ଶେଷ ବିଷୟବସ୍ତୁ ହେଉଛି ଶ୍ରୀକୃଷ୍ଣ କହିଛନ୍ତି, ଭଗବାନଙ୍କର ନାମ ଜପ କରିବା ଆତ୍ମାର ସର୍ବୋତ୍ତମ ପଥ। ଏହା ଭୟ, ଆସକ୍ତି, ଦୁଃଖ ଏବଂ ଭ୍ରମକୁ ଅତିକ୍ରମ କରି ଆଲୋକ ଆଡ଼କୁ ଗତି କରିବାରେ ସାହାଯ୍ୟ କରେ। କାର୍ଯ୍ୟ ଏବଂ ପ୍ରେମ ହେଉଛି ଜୀବନର ପ୍ରକୃତ ସମ୍ପତ୍ତି। ଏଗୁଡ଼ିକ ହିଁ ଆତ୍ମାକୁ ଆଡ଼କୁ ବଢ଼ାଏ। ତ ବନ୍ଧୁମାନେ, ଆଶା କରୁଛି ଆଜିର ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।